ଓମ୍ ଜୟ ଶ୍ରୀ ସୀତାରାମ ଆଦ୍ୟକାନ୍ତ ବାଲ୍ମୀକି ରାମାୟଣ ଋଷିମାନଙ୍କ ଯଜ୍ଞ ରକ୍ଷାର୍ଥେ ବିଶ୍ୱାମିତ୍ର ମୁନି ରାମ ଲକ୍ଷ୍ମଣଙ୍କୁ ନେବା ନିମନ୍ତେ ଦଶରଥଙ୍କ ସହିତ ପରାମର୍ଶ। ତୃତୀୟ ଭାଗ ସଥେ ସଥେ ତାହା ମାନୁ କିପରି ବୋଲିଲ ଜାଣୁ ଜାଣୁ ସୂର୍ଯ୍ୟବଂଶୀ କଲଙ୍କ ଲିପିଲ କହୁ ବସି ଯେମି ରାମ ଲକ୍ଷ୍ମଣ ଦେବ ଏହି କ୍ଷଣି ଅଭିଶାପ ମଠାରୁ ପାଇବ ଏହା କହି କୋରଳ ଅନ୍ତିରୁ ଶିବର ବଶିଷ୍ଠଙ୍କ ପାଶେ ଗଲେ ଅଯୋଧ୍ୟା ଈଶ୍ୱର ବିଶ୍ୱାମିତ୍ରଙ୍କ କହିବା କଥା ବ୍ୟାଖ୍ୟା କହି ତାଙ୍କ ଆଗେ କହିଲେ ସବର୍ଣ୍ଣ ରହି ଆବର ବହିଲେ କହୁ ସନ୍ତି ମଣିବର ରାମ ଲକ୍ଷ୍ମଣ ରେଲି ଭସ୍ମ ହେବ ପୁର ହସି ବଶିଷ୍ଠ ମହର୍ଷି ରାଜାଙ୍କ କହନ୍ତି ମୋର ହିତ ବାଣୀ ଶୁଣ ଅଯୋଧ୍ୟାର ଭୂପତି ଯେଉଁ ପାଇଁ ମନେ ତୁମ୍ଭେ କରୁଛ ଭୟ ରାମ ଲକ୍ଷ୍ମଣ ନିମନ୍ତେ ନ କର ସଂଶୟ ଯାହା କହି ଶାନ୍ତି ବିଶ୍ୱାମିତ୍ର ମୁନିବର ସତ୍ୟ ଅଟେ ତାଙ୍କ ପାଇଁ ଅକ୍ଷରେ ଅକ୍ଷର ଶ୍ରୀରାମ ତନ୍ତି ସ୍ୱୟଂ ବୈକୁଣ୍ଠ ବିହାରୀ ଦାନବ ନାଶନେ ମୂର୍ତ୍ତି ସନ୍ତି ଅବତରି ବାରାଣୀ ନିବାରିଣ ସେହୁ ଦେବତାଙ୍କ ମାନ ରଖିବାଣି ମନ୍ତ୍ରୀ ହୋଇ ସନ୍ତି ଉତ୍ପନ୍ନ ଶୀଘ୍ର ମୋର ବଳମାନି ବିଶ୍ୱାମିତ୍ର କରି ଦୁଇ ପୁତ୍ର କଳ୍ପନ କରଣୁ ପରି ନହିରେ କୋପିନ ମହି ଏ ଅଯୋଧ୍ୟାପୁର ନିମିଷକ ମଧ୍ୟ କହି ଦେବେ ସାର କାଳ ଜାଣି ସତ ତାଙ୍କର କପନର ସାଇ ହରିଶ୍ଚନ୍ଦ୍ର କେତେ ବର ଶାସ୍ତି ତାଙ୍କୁ ପରୀକ୍ଷା କରିବା ନିମନ୍ତେ ହମରେ ପଠାଇଥିଲେ ଯେ ବିଶ୍ୱାମିତ୍ର ମୁନି ବଳି ରାଜରାଜ ନେଇ ପୁଣି ଦକ୍ଷିଣ ମାଗିଲେ ତିରିପୁତ୍ର ବିକି ରାଜା ଚଣ୍ଡାଳ ସାଜିଲେ ସେହିଭଳି ତୁମ୍ଭେ ଯେବେ ନାଶି କହିଦେବ ତାଙ୍କ କୋପକୁ କୁହ କିଏ ସମ୍ଭାଳିବ ମୋର ବର ମାନି ବେନି କୁମରକୁ ପଥାଅ ଆନନ୍ଦେ ତାଙ୍କ ସଙ୍ଗରେ ବନକୁ ମନରେ କେବେ ଭାବନା ନ କର ରାଜନ ଶ୍ରୀରାମଚନ୍ଦ୍ର ତନ୍ତି ସ୍ୱୟଂ ଭଗବାନ କୁଳ ଗୁରୁ ବଶିଷ୍ଠଙ୍କ ଆଦେଶ ପାଇନ ରାମ ଲକ୍ଷ୍ମଣ ସଙ୍ଗେ ଘେନି ନରାୟଣ ବିଶ୍ୱାମିତ୍ରଙ୍କ ନିକଟେ ହୋଇଲେ ପ୍ରବେଶ ଦେଖି ତାଙ୍କୁ ହସ ହସ ହୋଇଲେ ତା ବୈଶ ପଦ୍ମ କରି ଦୁଇ ଜୋରେ ଯୋଡ଼ି ଆଜି ବୋଲୋଚନ ସାଷ୍ଟାଙ୍ଗେ ମୁନିଙ୍କ ପାରେ ହେଲେ ଅବଦାନ ବୋଇଲେ ଆମେ ଆଶରେ ଋଷିଙ୍କ ନାଇ ଆଜି ପରମ ସୌଭାଗ୍ୟ ମୋହର ଅଟୋଇ ମୁନି ଶ୍ରେଷ୍ଠ ତପସ୍ୱୀଙ୍କ ଚରଣ ଦର୍ଶନେ କହିଲେ ସାର ଜୀବନ କରିନ ଯେ ଧନ୍ୟ ସ୍ନେହ ଆଶୀର୍ବାଦ କର ଋଷି ବିଶ୍ୱାମିତ୍ର ବଇଏ ରାକ୍ଷସ ନାଶେ ହୁଏ ଯେ ସମର୍ଥ ବହୁ ଆଶା କରିବାକୁ ଆସିଛି ବୁଢ଼ାଇ ଯାଇକି ବାଇବ ମୋର ସଙ୍ଗେ ଦୁଇ ଭାଇ ଲକ୍ଷ୍ମଣ କହିଲେ କାହିଁ ପାଇଁ ଋଷି ବର ଆମକୁ ନେବାକୁ ସଙ୍ଗେ ପାଞ୍ଚ ସମର ତାହାଙ୍କ
ଖନି ଦେଖି ଚାହିଁ ହୋଇଲେ ତାପସ ଦୁଷ୍ଟ ଅସୁରେ କରନ୍ତି ବଣି ଯଜ୍ଞ ଧ୍ୱଂସ ଆବର ମାରନ୍ତି ସେ ଋଷିଙ୍କ ଗୋଢାଇ ଯଜ୍ଞ କୁଣ୍ଡରେ ପରିସା କରୁଛନ୍ତି ସେହି ମହାବଳବାନ ସେ ଯେ ପ୍ରତାପୀ ଅସୁର ତିନି ପରେ କେହି ନାହିଁ ତାଙ୍କ ସବୁ ଭିଡ଼ ଦିନ ଦିନ ଉତ୍ପାତ କରନ୍ତି ଅଧିକ ସାଧୁ ସନ୍ନ୍ୟାସୀ ଦେଖିଲେ ଭାରନ୍ତି ନିସ୍ତୁକ ଦେବତା ମାନେ ତାହାଙ୍କ ଘଟନ୍ତି ବଇରେ ରାବଣ ପେଶିଛି ତାଙ୍କୁ ଗୁପ୍ତଚର କରି କାଳେ ଯଜ୍ଞ କର୍ମ କରି ତାଙ୍କୁ କରିବେ ବିନାଶ ହି ଦେବତା ଗୁଣ ସେଥି ଯୋଗେ ଋଷିଙ୍କର ଉପରେ ବେଶୀ କୋର ନାଶ କରି ଯଜ୍ଞ ସବୁ ମୁନିଗଣେ ବୋଧ ବେଲୁ ବେଲୁ କରନ୍ତି ଅତ୍ୟାଚାର ତେଣୁ ତୁମ ପାଶେ ଆମ୍ଭେ ଆସି ଶୁଣି କର ମୋର ସଙ୍ଗେ ଯାଇ ନାଶ ତାହାଙ୍କ ପରାୟଣ ଯଜ୍ଞ ସମାପନ କରି ଆସିବ ଫେରିଣ ଶୁଣି ମାଉସ ସୌମତି ମୁନି ଆନନ୍ଦିତ ହୋଇଲେ ଅସୁର ମାନେ କିପରି ଦେଖିବେ ବୋଇଲେ ଶ୍ରୀରାମଚନ୍ଦ୍ରଙ୍କୁ ଚାହିଁ କହନ୍ତେ ଶରୀରେ ଆହେ ଭାତା ନିଶ୍ଚୟ ଋଷିଙ୍କ ସଙ୍ଗରେ କେବଳ ସାକ୍ଷୀ ସ୍ୱରୂପ ତୁମେ ରହିଥିବ ମୁହିଁ ଏକା ବିନାଶେ ରୋଲାନ୍ତା ଦାନବ ଅସୁର ମାରିବା ଲାଗି ପାଞ୍ଚ ହଇନ ଆଜି ସାତକ ହଇନା ଯୁତନ୍ତେ ଶରୀର ଶ୍ରୀରାମ ଲକ୍ଷ୍ମଣ ଚାହିଁ ବରନ୍ତେ ଶରୀରେ ଯାଇ ନାମ ସେତେବେଳେ ଦୁଷ୍ଟ ଛାଇ କୌଶଲ୍ୟ କରି ନେବା ତାହାଙ୍କ ପରାୟଣ ଯଜ୍ଞ ଶେଷ କରି ପୁରୀ ବାହଇଆ ବଣ ଦୁଇ ଭାଇଙ୍କ ଅବଲମ୍ବ ଦେଖି ମୁନି ବର ଭାବିଲେ ନିଶ୍ଚୟ ହି ବ୍ରହ୍ମାଣ୍ଡ ଠାକୁର ଓମ୍ ଜୟ ଶ୍ରୀ ସୀତାରାମ।